ସମସ୍ତଙ୍କ ମନରେ ଗୋଟେ କୋଶ୍ଚିନ୍ ଥାର୍ଡ଼ ଟୋକନ୍ ଆସିବ କି ନାହିଁ ବୋଲିକି। ଆପଣ ଥମ୍ବନେଲ୍ରୁ ଦେଖି ଜାଣିପାରିଥିବେ ଆମ ଯେଉଁ ନୂଆ ସରକାରଟା ପ୍ରତିଶ୍ରୁତି ଦେଇକି ଭୁଲି ଯାଇଛନ୍ତି ବୋଧେ। ଖାଲି ତାଙ୍କ ଭାଷଣରେ ଖାଲି କହୁଛନ୍ତି ଚାଷୀଙ୍କୁ ଆମେ 3100 ଟଙ୍କା ଦେଲୁ ଆଉ ସବୁତକ ଧାନ କିଣିଲୁ ବୋଲିକି। କିନ୍ତୁ ଗ୍ରାଉଣ୍ଡ ଜିରୋ ଦେଖିବା ତାହେଲେ ତା'ର ଠିକ୍ଟା କ'ଣ ଦେଖିବା। ଦେଖନ୍ତୁ ଖାଦ୍ୟ ଓ ଯୋଗାଣ ଯେଉଁ ନମ୍ବର ରହୁଛି ସେମାନେ ବି ଆପଣଙ୍କୁ ମନା କରିବା ଷ୍ଟାର୍ଟ କଲେଣି କି ଆପଣଙ୍କର 3 ନମ୍ବର ଟୋକନ୍ କେବେ ଆସିବ କାହାକୁ ବି ଜଣା। ପଚାରିବୁ ତ ପଚାରିବୁ କାହାକୁ। ସରକାର କହୁଥିଲେ ଲୋକଙ୍କ ସରକାର, ହେଲେ ଦେଖାଯାଉଛି ଲୋକଙ୍କ ନୁହଁ, ଏଇଟା ହେଲା ଓନ୍ଲି ଖାଲି କଥା କହିବା ସରକାର। ଚାଲନ୍ତୁ ଏ ରେକର୍ଡ଼ ଶୁଣନ୍ତୁ ଆଉ ଆପଣ ପୁରାପୁରି କ୍ଲିଅର୍ ହେଇଯିବେ ଆମେ ଏଇ ଯେଉଁ ଟପିକ୍ଟା କ'ଣ ପାଇଁ ଆମେ ଆଲୋଚନା କରିଲୁ। ତା ଆଗରୁ ଆପଣ ଭିଡ଼ିଓକୁ ଆପଣଙ୍କ ସାଙ୍ଗସାଥି ରିଲେଟିଭ୍ ସମସ୍ତଙ୍କୁ ଭିଡ଼ିଓଟା ସେୟାର କରନ୍ତୁ ତାକି ଏହି ଇନଫର୍ମେସନ୍ଟା ସମସ୍ତେ ପାଇପାରିବେ। ଭିଡ଼ିଓକୁ ସ୍କିପ୍ ନ କରିକି ସବୁତକ ରେକର୍ଡ଼ଟା ଶୁଣନ୍ତୁ। ଧନ୍ୟବାଦ। ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ହେଲ୍ପଲାଇନ୍ ନମ୍ବରକୁ ଆପଣଙ୍କୁ ସ୍ୱାଗତ। ଅଭିଯୋଗ हेलो नमस्कार ओडिशा खाद्य कल्याण विभाग को स्वागत। नाटा कहतु टोकनटा आइतला हम दुईटा आइतला आसी नै पर्यंत एटा केबे कोन डेट अछि कहि पारिबे कि? नाटा कहतु आपनकर स्वप्निल कुमार बेहेरा। कोन? स्वप्निल कुमार बेहेरा। स्वप्ने SWAPNIL कुमार बेहेरा। आउथरे कहतु SWAPNIL कुमार बेहरा। हाँ मैम। डिस्ट्रिक्ट कलाहांडी मैम। कलाहांडी। यस मैम। ब्लॉक पंचायत पंचायत मिनगुल। हाँ फार्मर कोड कौन? फार्मर कोड है मैम F15 06 06 000 000 बोधे ये ना सर्च कर अधिका समय वेट करा पड़ा टे वेट कर संपूर्ण शुणु। आपण मैंने जब ये नंबर कॉल कर चाहते आपण नंबरटा मुझे देदेছি ये नंबर जोगाजोग करूँ। ये नंबर कॉल कले रिसीव कर सहित आप आराम से कथा पारे। ये से बोधे आम डिटेल्स चेक कर समय नहीं वेट कर शुणु कौन कहते आगे। हेलो हाँ मैम। आपण थार्ड टू कोन जानियो चाहछोंते? हाँ मैम। थार्ड टू कोन आपन आसी मैम 75 75 15 कहूला ना मैम आपण ए नंबर कॉल कला परे 75 75 15 हाँ सेमती किसी होउथिला 75 75 ऑलरेडी बिक्री कर सालेनी आउ भी धान अछि मैम तो आउ भी टोकन आसीबा कथा काहे कि 11 रजिस्टर हेछि। देखुथिबे एई जगह मुझे किसी क्वेश्चन पचार दूसरे पूरा साइलेंट हो जाती पूरा म्यूट करके पूरा चुप हो जाती देन जमी कॉलटा कटिगला बोलिक जो चाषी मैंने जापारे कॉल कटिगला कॉलटा काटी भी दौथे। तो एमती कथा होती धैर्य देके शुणवे कौन कहते से बोलिकी। हेलो हाँ मैम। आपण अपेक्षा करंतु आपण टोकन जनरेट हेइनी केते दिन লাগিব मैम? अपेक्षा करंतु आपण ने टोटल केते शो ने टोटल केते शो करू मते कहि पारे कि मैम? 75 75 ही शो कर आपनकर। ओके आउ नेक्स्ट हेइनी आपनकर केते दिन कोन समय লাগিব? केनते हमें कहि परिबो मैम फिर केमते से जानिबो मैम हमें? आपण ऑनलाइन सिस्टम माने कि 6
ପ୍ରେସ୍ କରନ୍ତୁ ଆପଣ ଜାଣିପାରିବେ ଆପଣ ସେ ଯାହା ହଁ ମ୍ୟାମ୍ ଛଅକୁ ଚେକ୍ ନାଇଁ ଛଅକୁ କ୍ଲିକ୍ କଲା ପରେ ମ୍ୟାମ୍ କହୁଥିଲା ପ୍ରଥମେ 75 କହିଥିଲା 75 ଆସିଲା, ସେକେଣ୍ଡ 75 କହିଲା 75 ଆସିଲା, ତାପରେ 15 କହୁଥିଲା ମ୍ୟାମ୍। ତ ଏବେ ସେଟା ନାଇଁ ଏବେ ତ ସେମିତି କିଛି ନାଇଁ ଏବେ ସେମିତି କଲେ କିଛି କହୁନି 10 ସମଥିଙ୍ଗ କହୁଛି ଆଉ ସମସ୍ତଙ୍କ ସେମିତି ପ୍ରୋବ୍ଲେମ୍ ରହୁଛି ମ୍ୟାମ୍। ଆପଣଙ୍କର ସବୁ ଜେନେରେଟ୍ ହେଇନି ବୁଝିଲେ ଓକେ ନାଇଁ ଜେନେରେଟ୍ ହେବ କି ହେବନି ଆଉ ସେମିତି ଆମେ କହିପାରିବୁନି। ନାଇଁ ଫିର୍ ବି ମ୍ୟାମ୍ ତ କେମିତି ଜାଣିପାରିବୁ ମ୍ୟାମ୍ କୋଉ ନମ୍ବରରେ କଲ୍ କରିବା ତାହେଲେ କିଛି ଥିବା କଥା ମ୍ୟାମ୍ କାହିଁକି ମ୍ୟାମ୍ ନାଇଁ ଯଦି ଅପେକ୍ଷା କରିବୁ ମ୍ୟାମ୍ କେତେ ଦିନ ଅପେକ୍ଷା କରିବୁ କ'ଣ କିଛି କହିବେ ତାହେଲେ ଆମେ ଅପେକ୍ଷା କରିପାରିବା ମ୍ୟାମ୍। ଆମେ ସେମିତି କରିବୁ ନା ଅପେକ୍ଷା କରନ୍ତୁ। ନାଇଁ ମ୍ୟାମ୍ ଆଉ କେତେ ଦିନ ଅପେକ୍ଷା କରିବୁ କହୁଥିଲୁ କାହିଁକି ଆମେ ଡିସେମ୍ବର ଜାନୁଆରୀ ଫେବୃଆରୀ ହେଇଗଲାଣି ମ୍ୟାମ୍ 3 ମାସ ଅପେକ୍ଷା କରିଛୁ ଆସିବ ବୋଲିକି। ସେଟା ଆମେ କହିପାରିବୁନି। ଆଉ କୋଉ ନମ୍ବର ଯୋଗାଯୋଗ କରିବ ମ୍ୟାମ୍? ଏଇ ନମ୍ବରରେ ଆପଣ ଖାଉଟି ରୋଗୀ ଆସିବେ ଏଇ ନମ୍ବରଟା ଦେଇଛନ୍ତି ଆମକୁ। ହ୍ୟାଲୋ ହ୍ୟାଲୋ ହଁ ମ୍ୟାମ୍ 150 କ୍ୱିଣ୍ଟାଲରୁ ଅଧିକା ହେଇପାରୁନି ଆମେ ଡେଟ୍ ବି କହିପାରୁନୁ ଆପଣ ଅପେକ୍ଷା କରନ୍ତୁ ଆପଣ ଟୋକନ୍ ଜେନେରେଟ୍ ହେଲା ପରେ ଆପଣଙ୍କୁ ଆସିବ। ନାଇଁ ମ୍ୟାମ୍ କାହିଁକି ସରକାର ତ କହିଥିଲେ କି ଯେତେ ଆପଣ ରେଜିଷ୍ଟର କରିଛନ୍ତି ରେଜିଷ୍ଟର ଫାର୍ମର ସମସ୍ତଙ୍କୁ ମିଳିବ ବୋଲିକି। ଠିକ୍ ଅଛି ଆପଣ ଅପେକ୍ଷା କରନ୍ତୁ ଆପଣଙ୍କର ଆସିଯିବ। ସମସ୍ତଙ୍କୁ ଆସିବ ତ ଏବେ? ହଁ ଆସିଯିବ। କହିବାକୁ କିଛି ନାହିଁ ତାଙ୍କ ପାଖରେ ତ ଫୋନ୍ଟା କାଟିଦେଲେ। ଦେଖିପାରୁଛନ୍ତି ତ ସତ କହିବାକୁ ତାଙ୍କୁ ଡର ଲାଗୁଛି। ତାଙ୍କ ପାଖରେ କିଛି ଉତ୍ତର ନାହିଁ। ତ କ'ଣ କରିବେ ଚାଷୀ ଭାଇମାନେ ଆପଣ କୁହନ୍ତୁ ଆଉ ଆପଣଙ୍କ ମତାମତଟା ଆପଣ ଆମ ଭିଡ଼ିଓର କମେଣ୍ଟ ମାଧ୍ୟମରେ ଲେଖନ୍ତୁ। ଦେଖନ୍ତୁ ଏଇ ଭିଡ଼ିଓଟା ସରକାର ପାଖରେ ପହଞ୍ଚୁ। ସରକାର ବି ଜାଣନ୍ତୁ କି ଚାଷୀମାନେ କେତେ ହଇରାଣ ହେଉଛନ୍ତି ଆଉ ଭାଷଣରେ କେତେ ଚାଷୀ ସୁବିଧା ପାଉଛି ସେ ଜିନିଷଟା ସରକାର ମଧ୍ୟ ଜାଣିବା ଦରକାର। ଓକେ ବିଦାୟ ନେଉଛି ଆଉ ଗୋଟେ ନୂଆ ସୁନ୍ଦର ଦେଖା କରିବା ଆମ ଆଗକୁ। ଏଇ ଇନଫର୍ମେସନ୍ଟା ଯଦି ଭଲ ଲାଗିଛି ତା କିଛି ଇନଫର୍ମେସନ୍ ପାଇଛି ସାଙ୍ଗସାଥିକୁ ସେୟାର କରନ୍ତୁ। ଧନ୍ୟବାଦ।